देखो ଶିଖରେ ଆପଣଙ୍କୁ ସ୍ୱାଗତ। ଆଜି ମୁଁ ଆପଣଙ୍କ ପାଇଁ ନେଇ ଆସିଛି ଦେଶ ବିଦେଶର 30ଟି ଗୁରୁତ୍ୱପୂର୍ଣ୍ଣ ଖବର। ଆପଣଙ୍କୁ ଅନୁରୋଧ ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ଦେଖିବେ। ନମ୍ବର 1 ସୃଷ୍ଟି ହେଲା ଲଘୁଚାପ 5 ଦିନ ଯାଏଁ ବର୍ଷିବ। ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଆଉ ଏକ ଘୂର୍ଣ୍ଣିବଳୟ 18 ତାରିଖ ବେଳକୁ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ। ପାଣିପାଗ ବିଭାଗର ଆକଳନ ଅନୁସାରେ ଆଗାମୀ 5 ଦିନ ଯାଏଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ହେବ। ଆଜି 17 ତାରିଖରେ ପ୍ରବଳ ବର୍ଷା ନେଇ ସୁନ୍ଦରଗଡ଼, କେନ୍ଦୁଝର, ଝାରସୁଗୁଡ଼ା, ସମ୍ବଲପୁର, ନୂଆପଡ଼ା, କନ୍ଧମାଳ, ବଲାଙ୍ଗୀର, ସୋନପୁର, ଦେବଗଡ଼, ନବରଙ୍ଗପୁର, କୋରାପୁଟ, ମାଲକାନଗିରି, କଳାହାଣ୍ଡି ଓ ବରଗଡ଼ ଜିଲ୍ଲାକୁ ୟେଲୋ ଆଲର୍ଟ ଦିଆଯାଇଛି। ନମ୍ବର 2 ମିଳିବ ପିଏମ୍ କିଷାନର 14ତମ କିସ୍ତି, ତାରିଖ ହେଲା ଘୋଷଣା। ପିଏମ୍ କିଷାନ ଯୋଜନାର ଲାଭାର୍ଥୀଙ୍କ ପାଇଁ ବଡ଼ ଖବର ସାମ୍ନାକୁ ଆସିଛି। ସରକାରଙ୍କ ତରଫରୁ 14ତମ କିସ୍ତି ଟଙ୍କା ପ୍ରଦାନର ତାରିଖ ଧାର୍ଯ୍ୟ କରାଯାଇଛି। ସରକାରୀ ୱେବସାଇଟ୍ ଅନୁସାରେ ଜୁଲାଇ 28ରେ ଦେଶର ପ୍ରାୟ 9 କୋଟି ଚାଷୀଙ୍କ ଖାତାକୁ 2000 ଟଙ୍କା ଲେଖାଏଁ ପ୍ରଦାନ କରାଯିବ। ପିଏମ୍ ମୋଦି ଡିବିଟି ଜରିଆରେ 18,000 କୋଟି ଟଙ୍କାର ଟ୍ରାନ୍ସଫର କରିବେ। ନମ୍ବର 3 ଭାରତ ଫ୍ରାନ୍ସ ମିଳିତ ଭାବେ ତିଆରି କରିବେ ଯୁଦ୍ଧ ବିମାନ ଇଞ୍ଜିନ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫ୍ରାନ୍ସ ଗସ୍ତ ଅବସରରେ ଦ୍ୱିପାକ୍ଷିକ ପ୍ରତିରକ୍ଷା ସହଯୋଗ ଉପରେ ଚୁକ୍ତି ସ୍ୱାକ୍ଷରିତ ହୋଇଛି। ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ ମାକ୍ରନଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା ପରେ ଏକ ମିଳିତ ବିବୃତ୍ତିରେ ଘୋଷଣା କରାଯାଇଛି ଯେ ଦୁଇ ଦେଶ ମିଳିତ ଭାବରେ ଯୁଦ୍ଧ ବିମାନ ଇଞ୍ଜିନ୍ର ବିକାଶ କରିବେ। ଫ୍ରାନ୍ସ ବିମାନ କମ୍ପାନୀ ସାଫ୍ରାନ୍ ଏବଂ ଭାରତର ପ୍ରତିରକ୍ଷା ଗବେଷଣା ବିକାଶ ସଂଗଠନ ଡିଆରଡିଓ ଚଳିତ ବର୍ଷ ଶେଷ ହେବା ପୂର୍ବରୁ ହିଁ ଉକ୍ତ ଯୌଥ ପ୍ରକଳ୍ପର ରୋଡମ୍ୟାପ୍ ପ୍ରସ୍ତୁତ କରିବେ। ଏନେଇ ଇଞ୍ଜିନ୍ର ବିକାଶ ତଥା ଟେକ୍ନୋଲୋଜି ଆଦାନ ପ୍ରଦାନ ପାଇଁ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍, ଭାରତ ଓ ସାଫ୍ରାନ୍ ହେଲିକପ୍ଟର ଇଞ୍ଜିନ୍ ଫ୍ରାନ୍ସ ମଧ୍ୟରେ ଅଂଶୀଦାରୀ ରାଜିନାମା ହୋଇଛି। ନମ୍ବର 4 ଦେବଗଡ଼ ଜିଲ୍ଲାର ସମସ୍ତ ହାଇସ୍କୁଲ ଓ କଲେଜ 5T ଅଧୀନରେ ହେବ ରୂପାନ୍ତରୀକରଣ। ରବିବାର 5T ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନ 2 ଦିନିଆ ଦେବଗଡ଼ ଜିଲ୍ଲା ଗସ୍ତରେ ଆସି ପହଞ୍ଚିଛନ୍ତି। ଦେବଗଡ଼ ଜିଲ୍ଲାର ସମସ୍ତ ହାଇସ୍କୁଲ ଓ କଲେଜକୁ 5T ଅଧୀନରେ ରୂପାନ୍ତରୀକରଣ କରିବାକୁ ଘୋଷଣା କରିଥିଲେ। ପରେ ସେ ପ୍ରଧାନପାଟ ଜଳପ୍ରପାତ ବୁଲି ଦେଖିବା ସହ ସେଠାରେ ଫଟୋ ଉଠାଇଥିଲେ। ପରେ ବଡ଼ ବଗିଚା ନିକଟରେ ଆୟୋଜିତ ଅଭିଯୋଗ ଶୁଣାଣି ଶିବିରରେ ଯୋଗଦେଇ ଉପସ୍ଥିତ ଜନସାଧାରଣଙ୍କ ପାଖରୁ ଅଭିଯୋଗପତ୍ର ଗ୍ରହଣ କରିଥିଲେ। ଏହି ଅବସରରେ ସେ ଆଗାମୀ 7 ଦିନ ମଧ୍ୟରେ ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଘୋଷଣା କରିବେ ବୋଲି କହିଥିଲେ। ନମ୍ବର 5 ସଫଳତାର ଆଉ ପାଦେ, ପ୍ରଥମ କକ୍ଷପଥ ବଦଳେଇଲା ଚନ୍ଦ୍ରଯାନ-3। ପ୍ରଥମ କକ୍ଷପଥକୁ ସଫଳତାର ସହିତ ସମାପ୍ତ କରିଛି ଚନ୍ଦ୍ରଯାନ-3। ବର୍ତ୍ତମାନ ଏହା 42,000 କିଲୋମିଟରରୁ ଅଧିକ ଦୀର୍ଘ କକ୍ଷପଥରେ ପୃଥିବୀକୁ ପରିକ୍ରମା କରୁଛି। ବର୍ତ୍ତମାନ ଇସ୍ରୋ ବୈଜ୍ଞାନିକମାନେ ଏହାର କକ୍ଷପଥ ସମ୍ବନ୍ଧିତ ତଥ୍ୟର ବିଶ୍ଳେଷଣ କରୁଛନ୍ତି। 42 ଦିନର ଯାତ୍ରା ପରେ ଚନ୍ଦ୍ରଯାନ-3 ଏହାର ଗନ୍ତବ୍ୟ ସ୍ଥଳରେ ପହଞ୍ଚିବ। ଅଗଷ୍ଟ 23 ତାରିଖ ସନ୍ଧ୍ୟା 5:47 ଚନ୍ଦ୍ର ପୃଷ୍ଠରେ ଏହା ସଫ୍ଟ ଲ୍ୟାଣ୍ଡିଂ କରିବ ବୋଲି ଲକ୍ଷ୍ୟ ରଖାଯାଇଛି। ପୃଥିବୀର 14 ଦିନ, ଚନ୍ଦ୍ରର ଗୋଟିଏ ଦିନ ହୋଇଥିବାରୁ ସୂର୍ଯ୍ୟ ଉଦୟ ସମୟରେ ଲ୍ୟାଣ୍ଡିଂ କରିବା ପାଇଁ ଉଦ୍ୟମ କରାଯିବ। ନମ୍ବର 6 4 ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ। 2024 ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ବିଜେପି ଏବେ ତତ୍ପର ହୋଇଛି। ଏହି କ୍ରମରେ କାଲି ସକାଳେ 4 ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ବିଜେପିର ପ୍ରବାସ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ନିତ୍ୟାନନ୍ଦ ରାୟ ଓଡ଼ିଶା ଆସିଛନ୍ତି। ସେ ଭୁବନେଶ୍ୱରରୁ କନ୍ଧମାଳ, ବୌଦ୍ଧ, ଢେଙ୍କାନାଳ ଓ ଅନୁଗୁଳ ଆଦି ଜିଲ୍ଲା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଏହି 4 ସଂସଦୀୟ କ୍ଷେତ୍ରରେ ବିଜେପି 2019 ସାଧାରଣ ନିର୍ବାଚନରେ ହାରି ଦ୍ୱିତୀୟ ସ୍ଥାନରେ ଥିଲା। ନମ୍ବର 7 ଖାଲି ପରିବା ନୁହେଁ, ହୁ ହୋଇ ବଢ଼ୁଛି ଚାଉଳ ଡାଲି ଦର। ସାଧାରଣ ଖାଉଟିଙ୍କ ପକେଟକୁ ସାଂଘାତିକ ଭାବେ ମାଡ଼ କଲାଣି ବେଲଗାମ ଦର ବୃଦ୍ଧି। ଏଥିପାଇଁ ସରକାରଙ୍କ ଦୂରଦୃଷ୍ଟିର ଅଭାବକୁ ବ୍ୟବସାୟୀ ମହାସଂଘ ଦାୟୀ କରିଛି। ଗତ 3 ମାସ ଭିତରେ ଚାଉଳ କିଲୋ ପିଛା ଦର 32ରୁ 35 ଟଙ୍କା ପହଞ୍ଚିଲାଣି। ତଥ୍ୟ କହୁଛି ଚାଉଳ ଦର 11 ବର୍ଷର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ସେମିତି 100ରୁ 110 ଟଙ୍କାରେ ମିଳୁଥିବା ହରଡ଼ ଡାଲି ଏବେ 150 ପାର କଲାଣି। ମୁଗ, ବୁଟ, ବିରି ଡାଲି ଯେମିତି ହରଡ଼ ଡାଲି ପିଛା ଧରିଛନ୍ତି। ଜିରା, ଗୋଲମରିଚ, ଗୁଜରାତି ଦର ମଧ୍ୟ ଏବେ ଅମୂଲ। ଜିରା ଏବେ ଛୁଇଁଲାଣି 700। ସେମିତି ଅଦା 300 ଟଙ୍କାରୁ ତଳକୁ ଖସୁନି ତ ରସୁଣ କିଲୋ 200 ଉପରେ। ସେହିପରି ଗହମଜାତ ସାମଗ୍ରୀ ଅଟା, ସୁଜି, ମଇଦା ରେଟ୍ ଉପରମୁହାଁ ହେବାରେ ଲାଗିଛି। ସେପଟେ କଞ୍ଚା ପରିବା ଟମାଟୋ 100, ବାଇଗଣ, କଲରା, ପୋଟଳ, ଜହ୍ନି ଓ ଝୁଡ଼ଙ୍ଗ କାହାରି କିଲୋ 50 ତଳକୁ ନାହିଁ। କଞ୍ଚାଲଙ୍କା ସେମିତି 200 ଉପରେ ବିକ୍ରି ହେଉଥିବା ବେଳେ ବିନ୍ସ 150 ଟଙ୍କାରେ ବିକ୍ରି ହେଉଛି। ନମ୍ବର 8 AI ଫର୍ ଇଣ୍ଡିଆ 2.0ର ଶୁଭାରମ୍ଭ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ନୂଆଦିଲ୍ଲୀଠାରେ ବିଶ୍ୱ ଯୁବ ଦକ୍ଷତା ଦିବସ ଅବସରରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଉପରେ ଏକ ମାଗଣା ଅନଲାଇନ୍ ପ୍ରଶିକ୍ଷଣ କାର୍ଯ୍ୟକ୍ରମ AI ଫର୍ ଇଣ୍ଡିଆ 2.0ର ଶୁଭାରମ୍ଭ କରିଛନ୍ତି।
एने मंत्री प्रधान कहिसंती जे भारत सरकारक दक्षता विकास एवं उद्यमिता मंत्रालय स्थानीय भाषा रे ऑनलाइन टेक्नोलोजी शिक्षा देउथबो वैश्विक प्लाटफर्म गुभी राष्ट्रीय धंदामूलक शिक्षा एवं प्रशिक्षण परिषद एनसीईवीटी एवं आईआईटी माड्रासर मिलित उद्यम यह पदक्षेप स्वागत योग्य। यह स्वीकृति प्राप्त ऑनलाइन कार्यक्रम युवपीढ़ी को दक्षता क्षेत्र में सशक्त करिवो। गुभी यह कार्यक्रम को 9टी भारतीय भाषा रे प्रस्तुत करिछि। नंबर 9 सीजीएल प्रश्नपत्र डील बेड़े पुलिस रेड 10 दलाल गिरफ। स्टाफ सिलेक्शन कमिशन द्वारा आयोजित कंबाइंड ग्रेजुएट लेवल प्रश्नपत्र डील बेड़े चढ़ो। साइबर पुलिस और ताड़सरी रे मेराइन पुलिस 20 जणिया टीम दीघार एक घरोई होटेल रे चढ़ो करथिले। चढ़ो बेड़े जणे महिला समेत 10 जण दलालों को अटक रखाଯାଇଛି। मुख्य अभियुक्त भुवनेश्वर अंचल बोली जनापड़ी। खबर अनुसार दीघार एक घरोई होटेल रे 10 लाख टंकार प्रश्नपत्र बिक्री पर डील हेउथिला। विशेष सूत्रରୁ खबर पाई चढ़ो करिथिला पुलिस। घटनास्थल 6टी कार सह एक घरोई बस जबत करा जायछि। जबत होइथिबा बस रे ओडिशार विभिन्न जिल्लार 40 रु अधिक परीक्षार्थी थिबा सूचना मिलिछि। तेबे समस्त परीक्षार्थी को अटक रखिछि पुलिस। नंबर 10 सरकार आनिबे जनविश्वास बिल अपराध तालिकारु हटिबो 3400टी अपराध। मौसुमी अधिवेशन पर सरकार व्यापक प्रस्तुति चढ़ाई। यह अधिवेशन में केतेक गुरुत्वपूर्ण बिल आगत होबार कार्यक्रम रही। दिल्ली सर्विस डाटा प्रोटेक्शन जनविश्वास फॉरेस्ट कंजर्वेशन एवं अन्य अनेक बिल यह अधिवेशन में आगत होबार संभावना रही, जहां विरोधी माने दीर्घ दिन धरी विरोध कर आसुछंती। जनविश्वास बिल 2022 रे 42टी आईन 81टी व्यवस्था संशोधन करने सह आपराधिक व्यवस्था को युक्तियुक्त करने को लक्ष्य रखा। जनविश्वास बिल प्रस्ताव अनुसार प्राय 3400टी सामान्य धरणर बेआईन कार्य को अपराध श्रेणी बाद दिज्व और केवल जरिमाना व्यवस्था एसबू अपराधर एक बड़ भाग मुख्यतः शिल्प व्यवसाय सह संपर्कित। नंबर 11 लक्षद्वीप में लॉन्च है एलपीजी सिलिंडर क्यारियर जहाज। गोवा सीपीएल लिमिटेड रे एलपीजी सिलिंडर क्यारियर जहाज आनुष्ठानिक भाव लॉन्च कर जहाजटी लक्षद्वीप द्वीपपुंज प्रशासनर बंदर परिवहन एवं विमान चलाचल पर निर्माण कर काली लॉन्च होइतिबा एही जहाजटी 2टी जहाजर श्रृंखला मध्यरु द्वितीय जहाज। गोवा सीपीएल लिमिटेड रे लॉन्च होइतिबा एही जहाजटी मध्य प्रदेश लक्षद्वीप द्वीपपुंज को एलपीजी सिलिंडर किंबा 60 टन पैक होइतिबा पेट्रोलियम सामग्री परिवहन पर उद्दिष्ट। नंबर 12 विरोधी बैठक पूर्व कांग्रेस बड़ निष्पत्ति आपको करिब समर्थन। सबु चर्चारे पूर्णछेद पकईला कांग्रेस। दिल्ली रे प्रशासनिक अधिकारी पोस्टिंग और बदली नहीं केंद्र सरकार आनिथिबा अध्यादेश विरोध में आप जो लड़ई करुछि ताकु समर्थन करिब कांग्रेस। आज विरोधी दलगुड़िक बेंगलुरु रे बैठक पर एकत्र हेउथिबा बेले ता पूर्व कांग्रेस नेइछि एही निष्पत्ति। नंबर 13 नेपाल को 43 एम्बुलेंस 50 स्कूल बस उपहार देला भारत। नेपाल इंडिया डेवलपमेंट पार्टनरशिप प्रोग्राम अधीन रे भारत रविवार नेपाल को 43टी एम्बुलेंस और 50टी स्कूल बस उपहार आकार में प्रदान करिछि। राष्ट्रदूतों कार्यालय परिसर में आयोजित एक उत्सव में नेपाल विज्ञान और प्रजुक्ति विद्या मंत्री अशोक राय को यह हस्तांतर करिसेंति नेपाल अवस्थापित भारतर राष्ट्रदूत नवीन श्रीवास्तव। नेपाल इंडिया डेवलपमेंट पार्टनरशिप प्रोग्राम 1994 रु आरंभ होइथिबा बेले एबे पर्यंत एथिरे भारत नेपाल को 974टी एम्बुलेंस और 234टी स्कूल बस जोगई सारिलाणी। नंबर 14 आज बेंगलुरु रे विरोधी बैठक में सामिल हेब आप। आसंत वर्ष हेबाकु थिबा साधारण निर्वाचन में बीजेपी विरोध में लड़िबा पई मिलित रणनीति स्थिर करिबा पई आम आदमी पार्टी आज कर्नाटक बेंगलुरु रे कांग्रेस नेतृत्वाधीन विरोधी दल बैठक में जोग देबाकु निष्पत्ति नेइछि, जोथिरे कांग्रेस समेत 24 विरोधी दल जोग देबार अछि। आम आदमी पार्टी अपराह्न दलीय बैठक पर यह घोषणा करिछि। यह पूर्व केन्द्रर अध्यादेश को कांग्रेस विरोध करी आपको समर्थन जणाइबा परे आप कहिछि विरोधी बैठक में जोग देव। बेंगलुरु रे मध्य विभिन्न दलर छामु नेतांक पोस्टर लागिथिबा देखिबाकु मिलिछि। नंबर 15 बन्या प्रभावितों पर 10,000 टंका क्षतिपूरण घोषणा कले दिल्ली मुख्यमंत्री। बन्या प्रभावितों पर 10,000 टंका क्षतिपूरण घोषणा कले दिल्ली मुख्यमंत्री अरविंद केजरीवाल। ट्वीट करी से घोषणा करने सहित जमुना कूड़े रोथुवा परिवार लोकों क्षति दुख प्रकाश करिसेंति। एसहित सहायता घोषणा करी केजरीवाल ट्वीट करिसेंति जे प्रत्येक बन्या प्रभावित परिवार को आर्थिक सहायता भाव में प्रति 10,000 टंका दियाजिवो। जो मानकर आधार कार्ड इत्यादि कागजपत्र भासी जाइछि किंबा नष्ट हो जाइछि सेमानक पई स्वतंत्र शिविर आयोजन करा जाई समस्यार समाधान करा जिवो। सेहिपरि जो पिलामानकर पोशाक एवं बही बन्या पानी रे भासी जाइछि सेमानक विद्यालय रे एसबु जोगई दियाजिवो बोली मुख्यमंत्री ट्वीट करी घोषणा करिसेंति। नंबर 16 18 रे एनडीए बैठक अध्यक्षता करिवे पीएम।
2024 ସାଧାରଣ ନିର୍ବାଚନ ପୂର୍ବରୁ ଭାରତୀୟ ଜନତା ପାର୍ଟିର ଘର ସଜଡ଼ା ଆରମ୍ଭ। ବିରୋଧୀଙ୍କୁ ଚେକ୍ ଦେବାକୁ ବିଜେପି ରଣନୀତି ପ୍ରସ୍ତୁତ କରିଛି। ଆସନ୍ତା ଜୁଲାଇ 18 ତାରିଖରେ ବିଜେପି ଓ ତାହାର ସହଯୋଗୀ ଦଳଙ୍କୁ ଏକାଠି କରିବାକୁ ଏକ ବୈଠକ ଡାକିଛି। ଅପରାହ୍ନ 5ଟାରେ ନୂଆଦିଲ୍ଲୀର ଅଶୋକ ହୋଟେଲରେ ଏହି ମିଟିଂ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ବୈଠକକୁ ଅଧ୍ୟକ୍ଷତା କରିବେ। ଏନେଇ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ବୈଠକ ପାଇଁ ସହଯୋଗୀ ଦଳମାନଙ୍କୁ ନିମନ୍ତ୍ରଣ ଦେବା ଆରମ୍ଭ କରିଦେଇଛନ୍ତି। ନମ୍ବର 17 ଏନଡିଏକୁ ଫେରିଲେ ପୂର୍ବତନ ମନ୍ତ୍ରୀ ଓମ୍ ପ୍ରକାଶ ରାଜଭର। ବିଜେପି ନେତୃତ୍ୱାଧୀନ ଏନଡିଏକୁ ଫେରିଲେ ଉତ୍ତରପ୍ରଦେଶର ପୂର୍ବତନ ମନ୍ତ୍ରୀ ଓମ୍ ପ୍ରକାଶ ରାଜଭର। 2024 ସାଧାରଣ ନିର୍ବାଚନ ପୂର୍ବରୁ ତାଙ୍କ ଦଳ ସୁହେଲଦେବ ଭାରତୀୟ ସମାଜବାଦୀ ପାର୍ଟି ଏନଡିଏରେ ସାମିଲ ହୋଇଛି। ଏଥିରେ ସେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସହିତ ଅଛନ୍ତି। ଅମିତ ଶାହ କହିଛନ୍ତି ରାଜଭରଙ୍କ ପ୍ରତ୍ୟାବର୍ତ୍ତନ ଫଳରେ ଉତ୍ତରପ୍ରଦେଶରେ ଏନଡିଏ ଆହୁରି ମଜବୁତ ହେବ। ଓମ୍ ପ୍ରକାଶ ରାଜଭର ଜୁଲାଇ 18 ତାରିଖରେ ହେବାକୁ ଥିବା ଏନଡିଏର ବୈଠକରେ ଯୋଗ ଦେବେ। ଉତ୍ତରପ୍ରଦେଶରେ ରାଜଭର ସମ୍ପ୍ରଦାୟର ଏକ ଭଲ ସଂଖ୍ୟା ରହିଛି। ସେମାନଙ୍କ ଉପରେ ଓମ୍ ପ୍ରକାଶ ରାଜଭରଙ୍କ ଭଲ ପ୍ରଭାବ ରହିଛି। ନମ୍ବର 18 ଦିଲ୍ଲୀରେ ବନ୍ୟା ସ୍ଥିତି ଏବେ ବି ସଙ୍ଗୀନ ରହିଛି। ଅନେକ ଲୋକ ଜଳବନ୍ଦୀ। ଦିଲ୍ଲୀରେ ବନ୍ୟା ସ୍ଥିତି ଏବେ ବି ସଙ୍ଗୀନ ରହିଛି। ଯମୁନାର ଜଳସ୍ତର ହ୍ରାସ ପାଇଥିଲେ ମଧ୍ୟ ଦିଲ୍ଲୀରେ ଜଳବନ୍ଦୀ ଜୀବନରୁ ମିଳିଲାନି ମୁକ୍ତି। ଜଳସ୍ତର କମିଥିଲେ ବି ଯମୁନା ଏବେ ବି ବିପଦ ସଂକେତ ଉପରେ ପ୍ରବାହିତ ହେଉଛି। ଗତକାଲି ସନ୍ଧ୍ୟାରେ ବର୍ଷା ଦିଲ୍ଲୀର ଦୁର୍ଦ୍ଦଶାକୁ ଆହୁରି ବଢ଼େଇ ଦେଇଛି। ସରକାରଙ୍କ ପକ୍ଷରୁ ଜଳବନ୍ଦୀ ସମସ୍ୟାର ସମାଧାନ ପାଇଁ ଜୋରସୋର ଉଦ୍ୟମ କରାଯାଉଛି। ଦିଲ୍ଲୀର ବିଭିନ୍ନ ସ୍ଥାନରେ ପାଣିରେ ଲୋକେ ବିତେଇଲେଣି 5 ଦିନ, ତଥାପି ହୋଇପାରିଲାନି ସମସ୍ୟାର ସମାଧାନ। ହରିୟାଣାରେ ପ୍ରବଳ ବର୍ଷା ଯୋଗୁଁ ହାତନି କୁଣ୍ଡ ବ୍ୟାରେଜ ଖୋଲାଯିବା ପରେ ଦିଲ୍ଲୀରେ ହୋଇଛି ଏହି ସାଂଘାତିକ ସ୍ଥିତି। ଏହି ଉବୁଟୁବୁ ଅବସ୍ଥାରୁ ଦିଲ୍ଲୀବାସୀ କେବେ ଉଦ୍ଧାର ପାଉଛନ୍ତି, ଏବେ ତାକୁ ହିଁ ଅପେକ୍ଷା। ନମ୍ବର 19 ଆମେରିକାରେ ଶକ୍ତିଶାଳୀ ଭୂକମ୍ପ। ଆମେରିକାରେ ଅନୁଭୂତ ହୋଇଛି ଶକ୍ତିଶାଳୀ ଭୂକମ୍ପ। ଆଲାସ୍କା ପେନିନଜୁଲା ଅଞ୍ଚଳରେ ଏହି ଭୂକମ୍ପ ହୋଇଥିବା ସୂଚନା ମିଳିଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା 7.4 ରହିଥିଲା। ତେବେ କ୍ଷୟକ୍ଷତି ନେଇ କୌଣସି ରିପୋର୍ଟ ଆସିନାହିଁ। ଅନ୍ୟପକ୍ଷରେ ଭୂକମ୍ପ ପରେ କେତେକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ସୁନାମି ଆଲର୍ଟ କରାଯାଇଛି। ମାର୍ଚ୍ଚ 1964ରେ ଆଲାସ୍କାରେ 9.2 ମ୍ୟାଗ୍ନିଚ୍ୟୁଡ୍ର ଏକ ଭୂକମ୍ପରେ ଅନୁଭୂତ ହୋଇଥିଲା। ଏହା ସବୁଠୁ ଭୟାନକ ଥିଲା। ଭୂକମ୍ପ ପରେ ସୁନାମି ପ୍ରଭାବରେ ଆଲାସ୍କା, ଗଲ୍ଫ ଆମେରିକାର ପଶ୍ଚିମ ଉପକୂଳ ଏବଂ ହାୱାଇ ଅଧିକ ପ୍ରଭାବିତ ହୋଇଥିଲା। ଏଥିରେ 250ରୁ ଅଧିକ ଲୋକଙ୍କର ଜୀବନ ଯାଇଥିଲା। ନମ୍ବର 20 ଦିଲ୍ଲୀର ବନ୍ୟା ସ୍ଥିତି ନେଇ ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦିଲ୍ଲୀରେ ବନ୍ୟା ସ୍ଥିତି ଏବେ ବି ସଙ୍ଗୀନ ରହିଛି। ଦେଶର ରାଜଧାନୀର ବହୁ ଅଞ୍ଚଳ ଜଳବନ୍ଦୀ ରହିଛି। ଯମୁନା ନଦୀ 45 ବର୍ଷର ରେକର୍ଡ ଭାଙ୍ଗି ବିପଦ ସଂକେତ ଉପରେ ପ୍ରବାହିତ ହେଉଛି। 26,000ରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଥିବା ବେଳେ 40ରୁ ଅଧିକ କ୍ୟାମ୍ପ କରାଯାଇଛି। ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ସେପଟେ ଗତକାଲି ସନ୍ଧ୍ୟାରେ ରାଜଧାନୀ ଦିଲ୍ଲୀରେ ପୁଣି ଜୋରରେ ବର୍ଷା ହୋଇଛି। ପ୍ରାୟ 11 ମିଲିମିଟର ବର୍ଷା ହୋଇଥିବାର ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ। ଏହାଦ୍ୱାରା ବହୁ ଅଞ୍ଚଳରେ ପାଣି ଜମି ରହିଛି। ଦିଲ୍ଲୀ ବନ୍ୟାର ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନମ୍ବର 21 ଏନସିପିର ପାୱାର ପଲିଟିକ୍ସ। ଶରଦ ପାୱାରଙ୍କୁ ଭେଟିଲେ ଅଜିତଙ୍କ ସହ ବିଦ୍ରୋହୀ ନେତା। ମହାରାଷ୍ଟ୍ର ଏନସିପିରେ ଫାଟ ପରେ ପ୍ରଥମ ଥର ପାଇଁ ଅଜିତ ପାୱାର ଶରଦ ପାୱାରଙ୍କୁ ଭେଟିଛନ୍ତି। ବିଦ୍ରୋହୀ ବିଧାୟକ ଓ ମନ୍ତ୍ରୀଙ୍କୁ ନେଇ ରବିବାର ଅଜିତ ପାୱାର ଶରଦ ପାୱାରଙ୍କୁ ଭେଟିବା ସହ ଆଶୀର୍ବାଦ ମାଗିଛନ୍ତି। ଶରଦ ପାୱାରଙ୍କ ସହ ଆଲୋଚନା ପରେ ଦଳର ନେତା ପ୍ରଫୁଲ୍ଲ ପଟେଲ କହିଛନ୍ତି, ଆମେ ସମସ୍ତେ ଶରଦ ପାୱାରଙ୍କ ଆଶୀର୍ବାଦ ନେବାକୁ ଆସିଥିଲୁ। ଶରଦ ପାୱାରଙ୍କ ପାଦ ଛୁଇଁ ଆଶୀର୍ବାଦ ନେଇଛୁ। ଦଳର ଭିତରେ ଫାଟ ସୃଷ୍ଟି କରି ଅଜିତ ପାୱାର ବିଜେପି ସହ ମିଶି ଉପମୁଖ୍ୟମନ୍ତ୍ରୀ ହେବାର 14 ଦିନ ପରେ ଶରଦ ପାୱାରଙ୍କୁ ଭେଟିବା ମହାରାଷ୍ଟ୍ର ରାଜନୀତିକୁ ଆହୁରି ଚଳଚଞ୍ଚଳ କରିଦେଇଛି। ନମ୍ବର 22 ବାଇବଲ ଓ ତୋରାହ ଜାଳିବାକୁ ମିଳିଥିଲା ଅନୁମତି। ଏହାକୁ ନ ଜଳେଇ ମନ ଜିଣିନେଲେ ମୁସଲମାନ ବ୍ୟକ୍ତି। ସ୍ୱିଡେନ ରାଜଧାନୀ ଷ୍ଟକହୋମରେ କୋରାନ ପୋଡ଼ି ପରଠାରୁ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି। ଏହି ଘଟଣାକୁ ନେଇ ଜୈନିକ ମୁସଲମାନ ବ୍ୟକ୍ତି ପବିତ୍ର ଖ୍ରୀଷ୍ଟୀୟ ପୁସ୍ତକ ବାଇବେଲ ଓ ଇହୁଦୀଙ୍କ ପବିତ୍ର ପୁସ୍ତକ ତୋରାହ ଜଳେଇବା ଓ ସାର୍ବଜନିକ ସଭା ଆୟୋଜନ ଲାଗି ଅନୁମତି ମାଗିଥିଲେ। ଏଥିପାଇଁ ତାଙ୍କୁ ଅନୁମତି ମଧ୍ୟ ମିଳିଥିଲା। ସେ ସାର୍ବଜନିକ ସଭା କରିଥିଲେ, ହେଲେ ପବିତ୍ର ପୁସ୍ତକ ଜଳେଇବା ଲାଗି ତାଙ୍କ ନିଷ୍ପତ୍ତି ଶେଷ ମୁହୂର୍ତ୍ତରେ ବଦଳେଇ ଦେଇଥିଲେ। ପୁସ୍ତକରେ ନିଆଁ ନ ଲଗେଇ ଲାଇଟରକୁ ହାତରୁ ତଳକୁ ଖସେଇ ଦେଇଥିଲେ। ସେ କହିଥିଲେ ଯେ ଯଦି ଇସଲାମକୁ ସମାଲୋଚନା କରିବାର ଅଛି ତ ଠିକ୍ ଅଛି କର, ତେବେ ଧର୍ମର ପବିତ୍ର ପୁସ୍ତକ ପଢ଼ିବା କୌଣସି ଅଭିବ୍ୟକ୍ତିର ସ୍ୱାଧୀନତା ନୁହେଁ। ନମ୍ବର 23 ଇଟାଲୀରେ ବିମାନ କର୍ମଚାରୀଙ୍କ ଧର୍ମଘଟ। ଫସି ରହିଛନ୍ତି ଶହ ଶହ ଭାରତୀୟ। ଇଟାଲୀରେ ବିମାନ କର୍ମଚାରୀଙ୍କ ଧର୍ମଘଟ। ଜୁଲାଇ 15ରୁ ଧର୍ମଘଟ ଲାଗି ରହିଥିବାରୁ ସେଠାରେ ହଜାର ହଜାର ବିଦେଶୀ ନାଗରିକ ଫସି ରହିଛନ୍ତି। ଏଥିରେ ଶହ ଶହ ଭାରତୀୟ ପର୍ଯ୍ୟଟକ ମଧ୍ୟ ରହିଛନ୍ତି। ଏହି ଧର୍ମଘଟ ଯୋଗୁଁ ଶତାଧିକ ବିମାନ ବାତିଲ କରାଯାଇଛି। କେବଳ ଇଟାଲୀରେ ଉଭୟ ଘରୋଇ ଏବଂ ଅନ୍ତର୍ଜାତୀୟ ସ୍ତରରେ ପ୍ରାୟ 1000 ବିମାନ ବାତିଲ କରାଯାଇଥିବା ସୂଚନା ମିଳିଛି। ବର୍ତ୍ତମାନ ୟୁରୋପରେ ଗ୍ରୀଷ୍ମ ଋତୁ ଚାଲିଛି। ଏହି ସମୟରେ ସେଠାକୁ ବିଦେଶରୁ ଅନେକ ପର୍ଯ୍ୟଟକ ଯାଇଥାନ୍ତି। ଧର୍ମଘଟ ଯୋଗୁଁ ଏଠାରେ ପର୍ଯ୍ୟଟକଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିପାରେ। ନମ୍ବର 24
इस्राएल प्रधानमंत्री असुस्थ हस्पिटाल रे भर्ती। इस्राएल प्रधानमंत्री बेंजामिन नेतान्याहू असुस्थ होई पड़िछंती। तांको रामतगान स्थित शिव मेडिकल सेंटर हस्पिटाल रे भर्ती करा जायछि। सेठारे तांको इमरजेंसी वार्ड रे रखी चिकित्सा करा जाउछि। इस्राएल हिब्रू मीडिया अनुसार नेतान्याहूको स्वास्थ्य बिगिड़िबा परे तांको हस्पिटाल रे भर्ती करा जायछि। तेबे इस्राएल प्रधानमंत्री कार्यालय तांकर स्वास्थ्य ठीक थिबा ओ से डाक्तरी परीक्षण निमंते जाइथिबा सूचित करिछि। नंबर 25 अमेरिका रे भारतीयों बंधुक लाइसेंस संख्यार वृद्धि। भारतीय माने शांतिप्रिय कौनसी क्षेत्र में भारतीय माने निज आड़ू अशांति करना तेबे विदेश में बारंबार भारतीयों उपर आक्रमण होबार लगी। वर्ण वैषम्य विवाद यार मुख्य कारण बोली विवेचना करा जाउछि। अमेरिका रे एही संख्या द्रुत बेगर वृद्धि पाइबार लगी। यार मुकाबिला पई भारतीय मानक निकट में गन लाइसेंस हातेइबा संख्या वृद्धि पाइछि। रिपोर्ट मुताबक 2 वर्ष मध्य 80,000 भारतीय बंधुक लाइसेंस नैछंती। अमेरिकार नेशनल फायर आर्म्स सर्वे रे एही तथ्य प्रकाश पाइछि। 2020 परठारु भारतीय वंशोद्भवଙ୍କ उपरे 500% आक्रमण वृद्धि पाइछि। नंबर 26 जैव सुरक्षा केन्द्र विकास करने को ताइवान घोषणा। जैविक युद्ध विरोध में प्रतिरक्षा को मजबूत करने ताइवान जैव निरापत्ता अनुसंधान और विकास केन्द्र गठन पर योजना संपर्क में घोषणा करिछि। याको नहीं अंतर्जातीय स्तर में जैविक अस्त्र प्रस्तुति करने आशंका वृद्धि पाइछि। तेबे एही प्रकल्प में जैविक अस्त्र विकसित हेब नहीं बोली जोर दिया जाइछि। ताइवान प्रतिरक्षा मंत्रालय कहिछि निकट अतीत में अत्याधिक संक्रामक भूताणु वृद्धि जोगुं एभली पदक्षेप ग्रहण कर जाइछि। एथिसह ताइवान प्रतिरक्षा मंत्रालय अमेरिकार निर्देश में जैविक अस्त्रशस्त्र विकसित करने को कहुଯାଇଥିବା रिपोर्ट को खंडन करिछि। नंबर 27 भारत को दिनिकिया रे प्रथम थर हरैला बांग्लादेश। भारतीय महिला क्रिकेट टीम रविवार बांग्लादेश ठारू पराजित होईछि। वर्षा जोगु प्रभावित हेबा परे प्रथम दिनिकिया मैच रे डीएल पद्धति रे बांग्लादेश ठारू 40 रन रे पराजय मिलिछि। बांग्लादेश महिला टीम प्रथम थर पई भारत को हरई ऐतिहासिक विजय हासिल करिछि। एथिसह 3 मैच विशिष्ट श्रृंखला रे 1-0 रे आगरे रहिछि। नंबर 28 एशियन गेम्स क्रिकेट रे भारतीय टीम सीधा सड़क क्वार्टर फाइनल रु खेलिबो। आगामी एशियन गेम्स रे एथर क्रिकेट को सामिल कर जाइछि। एने बीसीसीआई उभय पुरुष और महिला टीम घोषणा कर सारिछि। चीन रो हांगझोउ रे 23 सेप्टेम्बर रु 8 अक्टोबर पर्यंत एशियन गेम्स आयोजित हेबो। सेप्टेम्बर 19 रु महिला और 28 रु पुरुष क्रिकेट मैच आरंभ हेबो। भारत में उभय पुरुष और महिला टीम को सीधा सड़क क्वार्टर फाइनल रे प्रवेश करिसंती। फଳରେ पदक संभावना वृद्धि पाइछि। क्रिकेट रे एथर महिलांक मध्य 14 और पुरुषों मध्य 18 मैच हेबो। 2023 आईसीसी टी20 रैंकिंग अनुसार एथिमे दल चयन करा जिवो। नंबर 29 11 वर्ष पर दुलीप ट्रॉफी जीतिला दक्षिणांचल टीम। 10 वर्ष पर दक्षिणांचल दुलीप ट्रॉफी क्रिकेट टूर्नामेंट हासिल करिबारे सफल होईछि। फाइनल रे दक्षिणांचल 75 रन रे पश्चिमांचल को परास्त करिछि। एहा पूर्वरु 2012 रे उत्तरांचल सह जुग्म चैंपियन होइथिला। नंबर 30 एशियन एथलेटिक्स चैंपियनशिप 27 पदक सह तृतीय स्थान रे भारत। थाईलैंड रे अनुष्ठित एशियन एथलेटिक्स चैंपियनशिप रे भारत 27 पदक सह पदक तालिकार तृतीय स्थान रे रही अभियान शेष करिछि। एथिरे 6 स्वर्ण पदक सामिल। अंतिम दिवस रे भारतीय एथलेट 9 रौप्य और 5 ब्रोंज पदक जीतिथिले। भिडियोटी को संपूर्ण देखिथिबारु बहुत बहुत धन्यवाद।